କଣ ହେଲା ଲକ୍ଷ୍ମୀ ବସ୍? କୁଆଡେ ଗଲା ଲକ୍ଷ୍ମୀ ବସ୍? କଣ ପାଇଁ ବଦଳା ହଉଛି ଲକ୍ଷ୍ମୀ ବସ୍ ର ରଙ୍ଗ? କଣ ପାଇଁ ଲକ୍ଷ୍ମୀ ବସ୍ ନାଁକୁ ବଦଳା ହେଇ ମୁଖ୍ୟମନ୍ତ୍ରୀ ବସ୍ ରେ କନଭର୍ଟ କରାଯାଉଛି? ତ ସାଙ୍ଗମାନେ ଏଥିରୁ ଆମକୁ କଣ ମିଳିବ? ତ ଆଜିର ଭିଡିଓରେ ଏଇଟା ଆମେ ଡିସ୍କସ୍ କରିବା। ତ ସାଙ୍ଗମାନେ ଯେତେବେଳେ ଲକ୍ଷ୍ମୀ ବସ୍ ଟି ଆମ ଗାଁକୁ ଗଡ଼ି ଆସେ ତ ସେତେବେଳେ ଆମ ମା ମାଉସୀ ନାନା ଦାଦା ଖୁଡି ଭାଇ ବନ୍ଧୁ ଗାଁର ଛୋଟ ଛୋଟ ପିଲା ଗାଁର ଯେତେ ବି ନାଗରିକ ସମସ୍ତେ ଭାବି ନିଅନ୍ତି ଯେ ଆମ ଲକ୍ଷ୍ମୀ ମାତା ପଳେଇ ଆସିଲେ ଆମ ଘର ସମ୍ମୁଖକୁ। ତ ଆମେ ମାତା ଲକ୍ଷ୍ମୀଙ୍କ ଆଶ୍ରୟରେ ଆମେ ଯିବା ଆମ କୋଉଠି ବ୍ଲକକୁ। ତ ଗୋଟେ ନବୀନ ସରକାର ଯିଏକି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ, ସେମାନେ ଗୋଟେ ଭଲ ନାଁଟେ ଦେଇଥିଲେ ସାଙ୍ଗମାନେ, ଯିଏକି ଲକ୍ଷ୍ମୀ ବସ୍। କାହିଁକି ନା ସମସ୍ତଙ୍କ ମନରେ ଆମ ଓଡ଼ିଆ ପାଇଁ ଗର୍ବିତ ଲକ୍ଷ୍ମୀ ନାଁଟି ବହୁତ ସୁନ୍ଦର ଥିଲା ସମସ୍ତଙ୍କ ପାଇଁ। ଆଉ ଯୋଉ ଲକ୍ଷ୍ମୀ ବସ୍ ର ଯୋଉ ନାଁଟିକୁ ଯୋଉ କାଢା ଯାଇଛି ସେଟା ଆଜିକା ଡେଟରେ ଆଜିକା ଟାଇମରେ ଆଉ ଯୋଉ ଚେଞ୍ଜିଂ ହେଇଛି ସେଟା ଶୋଭା ପାଉନି ସାଙ୍ଗମାନେ। ଆଉ ଗୋଟେ କଥା କହିଦେବାକୁ ଚାହେଁ, ତମେ ତ ଲକ୍ଷ୍ମୀ ବସ୍ ର ଲକ୍ଷ୍ମୀ ମୁଖ୍ୟମନ୍ତ୍ରୀ ବସ୍ ନାଁଟି ରଖିଲ, କଲର କଣ ପାଇଁ ଚେଞ୍ଜ କଲ? ତ ସାଙ୍ଗମାନେ ମୁଁ କହିଦିଏ ଏଇଟା ଆଉ କିଛି ନୁହେଁ ସାଙ୍ଗମାନେ, ଏଇଟା ମାନେ ଗର୍ବ ଅହଙ୍କାର ଯେତିକି ଭରି ରହିଛି ବିଜେପି ସରକାର ସେଇଟା ଦେଖେଇବାକୁ ଚାହୁଁଛି ଏଇ ବସ୍ ମାଧ୍ୟମରେ। ଯେ ଏଇଟା ଚାହୁଁଥିଲେ ଯେ ଏ ଲକ୍ଷ୍ମୀ ବସ୍ ଟି କଣ ବନ୍ଦ ହେଇଯାଉ। ଯାହାହେଲେ ବି ସାଙ୍ଗମାନେ ଲକ୍ଷ୍ମୀ ବସ୍ ରେ ଯେତେ ଯାହାହେଲେ ବି ଲୋକ ଯାଉଥିଲେ, ମୁଁ କହିବିନି ଯେ କେହି ବି ଯାଉନଥିଲେ, ସମସ୍ତେ ଯାଉଥିଲେ। କିନ୍ତୁ ଗୋଟେ ଗୋଟେ ଗାଁରେ ଗୋଟେ ଗୋଟେ ଯୋଉ ଜାଗାରେ ଯେତେବେଳେ କମ ଜନସଂଖ୍ୟା ଥିବ ସେଇଠି ତ ବିଲକୁଲ ବି ଯିବେନି ନା। ତ ସେମିତି କିଛି ଭିଡିଓ ଭାଇରାଲ ହେବାରୁ କଥା ଉଠିଥିଲା ଯେ ଲକ୍ଷ୍ମୀ ବସ୍ କୁ ବନ୍ଦ କରାଯାଉ। ତା ବଦଳରେ ଯେତେବେଳେ ଲୋକମାନେ ପ୍ରସଙ୍ଗ ଉଠେଇଲେ ଯେ ଲକ୍ଷ୍ମୀ ବସ୍ ବନ୍ଦ ହେବା ଦରକାର, ଆଉ କେତେ ଜଣ ଉଠେଇଲେ ଯେ ଲକ୍ଷ୍ମୀ ବସ୍ ବନ୍ଦ ହେବ ନାହିଁ। ତ ତା ବଦଳରେ କଣ କଲେ ବିଜେପି ସରକାର, ଯିଏକି ଏବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଁ କହିବିନି ଯେ ତାଙ୍କ ନିର୍ଦ୍ଦେଶରେ ଏଇଟା ହେଇଛି, କିନ୍ତୁ ମୁଁ ଭାବୁଛି ବୋଧେ ତାଙ୍କ ନିର୍ଦ୍ଦେଶରେ ଏଇଟା ହେଇଥିବ ଯେ ଲକ୍ଷ୍ମୀ ବସ୍ ର ନାଁକୁ ହଟାଯାଇ ମୁଖ୍ୟମନ୍ତ୍ରୀ ବସ୍ ନାଁରେ କନଭର୍ଟ କରାହେଇଥିବ। ଆଉ ଯୋଉ ଆମର ଯୋଉ କଲରଟି ଥିଲା ଯୋଉ ଲକ୍ଷ୍ମୀ ବସ୍ ର କଲର ସେଇଟା ହଟାଯାଇ ଅରେଞ୍ଜ କଲର ଯୋଉ ବିଜେପି ସରକାର ଯୋଉ କଲରଟି ଅଛି ସେଇ ଫ୍ଲାଗ ର କଲରଟି ଲଗାଯାଇଛି। ତ ସାଙ୍ଗମାନେ ଏଠି କଣ ଆପଣଙ୍କୁ ଦେଖିବାକୁ ମିଳୁଛି? ମତେ ତ ଦେଖିବାକୁ ମିଳୁଛି ସାଙ୍ଗମାନେ, ମୋର ଓପିନିଅନ ମୁଁ କରୁଛି, ପୁରା ଗର୍ବ। ଏଇଟା ଗୋଟେ ଗର୍ବ ଯେ ଆମେ ଏତେ ଦିନ ପରେ କଣ କଲୁ ଯେ ଆମେ ଏତେ ଦିନ ପରେ ବିଜେପି ସରକାର ଗଢି ପାରିଲୁ ଆମ ଓଡିଶାରେ। ଆଉ ସମସ୍ତେ ଗରିବ ଦୁଃଖୀ ପରିବାର ସମସ୍ତେ ଖୁସି ଅଛନ୍ତି ଏଥିପାଇଁ। ଆଉ ଆମେ ଏବେ ବସ୍ ଟିକୁ ଚେଞ୍ଜ କରିଦଉଛୁ। ତ ସାଙ୍ଗମାନେ ମୁଁ କହିଦିଏ ଯେ ଲୋକ ଜନତା ମାନଙ୍କୁ କଣ ଦରକାର, ଗୋଟେ ଖୁସି ଦରକାର, ଆଉ ଗୋଟେ କଣ ଗୋଟେ ସାହାଯ୍ୟ ସହଯୋଗ ଦରକାର। ସାହାଯ୍ୟ ସହଯୋଗ ବଦଳରେ ଆପଣ ମାନେ ଏଠି ରାଜନୀତି ଅଧିକାରୁ ଅଧିକା ଗଲେ କଣ ହବ, ଲୋକମାନେ ଆପଣ ମାନଙ୍କୁ କେବେ ବି କ୍ଷମା କରିବେନି ବା କେବେ ବି ଭଲ ପାଇବେନି। ତ ସାଙ୍ଗମାନେ ଯେତେ ବି ଏ କଲର ଚେଞ୍ଜିଂ ହେଇଥିବ, ଯେତେ ବି ଗାଡି ଥାଉ, ଯେତେ ବି କଲର ଚେଞ୍ଜ ହେଇଥିବ, ସେଥିପାଇଁ ତ ପଇସା ଖର୍ଚ୍ଚ ହେଇଥିବ ନିହାତି ଭାବରେ। ତ ସେଇ ପଇସାଟି କାହାର? ସେଇ ପଇସାଟି ଆମର ଝାଳ ବୁହା ଯୋଉ ପଇସାଟି, ଆମର ଯୋଉ ଗରିବ ଦୁଃଖୀ ମାନଙ୍କ ଯୋଉ ପଇସାଟି ସେଠି ଲାଗୁଛି, ଆଉ କାହାର ପଇସା ନାହିଁ ସାଙ୍ଗମାନେ। ଏମିତି ଗୋଟେ ଗୋଟେ ସରକାର ଯଦି ନୂଆରେ ଆସିବେ, ନୂଆରେ ଯିବେ, ଏମିତି ଭାବରେ କାଣ୍ଡ କରିବେ ଓଡିଶାରେ, ତ ବାହାର ରାଜ୍ୟର ଲୋକ ଦେଖିକି ଆମ ଉପରେ ହସିବେ ସାଙ୍ଗମାନେ। ଏଇଟା ଆଉ କିଛି ନାହିଁ ସାଙ୍ଗମାନେ, ଲୋକ ହସା କଥା ଏଇଟା ଯୋଉ ସରକାରଟି କରୁଛନ୍ତି। ଗୋଟେ ଗର୍ବ ଅହଙ୍କାର। ଆରେ ଯାହା ବି ହେଲା ସେ ରାଜନୀତିରେ ବା ଇଲେକ୍ସନ ରେ ସେଇଟା ଛାଡିଦିଅ। ଆପଣ କାହିଁକି ବସ୍ ର କଲର ଚେଞ୍ଜ କରିବେ, ନା ଚେଞ୍ଜ କରିବେ? ସେ ନା ଚେଞ୍ଜ କଲେ ବି ଲୋକମାନେ ସେଠି ଆସିଥାନ୍ତେ 5 ଟଙ୍କା 10 ଟଙ୍କା ଦେଇକି, ନା ନ ଚେଞ୍ଜ କରିଥିଲେ ବି ଆସିଥାନ୍ତେ 5 ଟଙ୍କା 10 ଟଙ୍କା ଦେଇକି, ଆଉ ଗାଡି ବି ଚାଲନ୍ତା। ତ
ସେଟା ନା ଯଦି ଚେଞ୍ଜ କରିଦେଲେ କଣ ଲୋକମାନେ ଆହୁରି ଅଧିକା ଆସିଯିବେ, ନା ଲୋକମାନଙ୍କ ମନରେ କଣ ଏଇଟା ଭାବନା ଆଣିବା ପାଇଁ ଚାହୁଁଛି ଏଇ ବିଜେପି ସରକାର, ମୁଁ ତ ଜାଣିପାରୁନି। ପୂର୍ବରୁ ତ ସାଙ୍ଗମାନେ ଯେତେ ବି ଗଦି ମିଡିଆ ନ୍ୟୁଜ ଚ୍ୟାନେଲ ଯାକ ଅଛନ୍ତି ଏଇ ଓଡ଼ିଶାରେ, ସେମାନଙ୍କୁ ମୁଁ କହିଦିଏ ଯେ ଏ ରିସେଣ୍ଟଲି ଆମ ମୁଖ୍ୟମନ୍ତ୍ରୀ ହେଲେ ଯିଏକି ମୋହନ ମାଝୀ, ସେ ଲୋକମାନଙ୍କ ପାଖକୁ ଯାଉଛନ୍ତି, ସବୁ ଅସୁବିଧା ସମ୍ମୁଖୀନ ହଉଛନ୍ତି। ତ ଏତିକି ହେଇପାରୁଛନ୍ତି। ତ ଏଇ 3 ଦିନ 4 ଦିନ କି 6 ଦିନ ଆପଣ ବୁଲିଲେଣି, ଜଣକ କିମ୍ବା 2 ଜଣଙ୍କର ଆପଣ ସଲ୍ଭ କରିପାରିଲେଣି କି? ପ୍ରୋବ୍ଲେମ ସଲ୍ଭ କରିପାରିଲେଣି କି? ମତେ ଆନ୍ସର ଦରକାର। ଜନତା ମାନଙ୍କୁ ମୁଁ କହୁଛି, ଅବଶ୍ୟ ଆପଣ ମାନେ କୁହନ୍ତୁ ଯେ 6 ଦିନ ବୁଲିଲେଣି, 6 ଜଣଙ୍କ ପ୍ରୋବ୍ଲେମ ଶୁଣିଲେଣି, ଜଣଙ୍କ ପ୍ରୋବ୍ଲେମ ସଲ୍ଭ କରିପାରିଲେଣି କି? ତ ସାଙ୍ଗମାନେ ସେମିତି କିଛି ନାହିଁ ଯେ ଏଇଟା ଗୋଟେ ଭାବନା, ଏଇଟା ଗୋଟେ ମାନେ ମୋଦି ମିଡିଆର ଗୋଟେ ଭାବନା ଚାଲିଛି ଆମ ଓଡ଼ିଶାରେ ରିସେଣ୍ଟଲି, ଯେ ସରକାର ଯାଉଛନ୍ତି ବାହାରକୁ, ଜନତା ମାନଙ୍କ କଥା ବୁଝୁଛନ୍ତି, ସାଙ୍ଗେ ସାଙ୍ଗେ ସଲ୍ଭ ହେଇଯାଉଛି। ସେମିତି କିଛି ନୁହେଁ। ଏଇଟା ମୋଦି ମିଡିଆ ଜାଗାରେ ଯେମିତି ଆମେ ନରେନ୍ଦ୍ର ମୋଦିକୁ ଭଗବାନ କହିକି ମାନିନୁ, ସେଇପରି ଏଇଟା ଗୋଟେ ତାମସା ଚାଲିଛି। ମୁଁ କହିଦଉଛି ମୋହନ ମାଝୀକୁ ଭଗବାନ କରିକି ଆମେ ମାନି ନେଇଛନ୍ତି। ତ ସାଙ୍ଗମାନେ ଏଇଟା ଥିଲା ମୋ ଓପିନିଅନ। ଆପଣଙ୍କ ଓପିନିଅନ କଣ? ଆପଣ ନିଶ୍ଚୟ କମେଣ୍ଟ ବକ୍ସରେ କହିବେ। ମୁଁ କହୁନି ଯେ ଆମ ମୋହନ ମାଝୀ ଯିଏକି ଏବେର ମୁଖ୍ୟମନ୍ତ୍ରୀ ଖରାପ ବୋଲି, କିନ୍ତୁ ମୁଁ କହୁଛି ତାଙ୍କ କାର୍ଯ୍ୟରେ ସେମାନେ ରତ ରୁହନ୍ତୁ। ଯେମିତି ବାଜ୍ୟ ଜିନିଷ ଗୁଡ଼ିକ, ଯୋଉ ବସ ର ନାଁ ଚେଞ୍ଜ କରିବା, ବସ ର କଲର ଚେଞ୍ଜ କରିବା, ଏଥିରେ ତ ଟାଇମ ପଇସା ଦିଟା ଯାକ ଗଲା। ସେଇଟା କଣ ସେଇ ମୋହନ ମାଝୀ ସରକାରଙ୍କ ପଇସା କି? ସେଇଟା ସରକାର, ଆମେ ଗଢିଛୁ ସରକାର, ଆମର ପଇସା। ତ ସାଙ୍ଗମାନେ ମୁଁ ଏତିକି କହିଦେଲି ଏ ଭିଡିଓରେ ଯେ ଏଇ ଯୋଉ ଚାମସା ଚାଲିଛି, ଏ ରିସେଣ୍ଟଲି ନ୍ୟୁଜରେ ଦେଖାଉଛି ଯେ ବସ ର କଲର ଚେଞ୍ଜ ହଉଛି, ବସ ର ଷ୍ଟିକର କାଢି ଫିଙ୍ଗା ହଉଛି, ଏଇଟା କେତେ ଦୂର ଠିକ? ଆପଣ ମାନେ ନିଶ୍ଚୟ ମତାମତ ରଖନ୍ତୁ। ତ ସାଙ୍ଗମାନେ ଆଜି ପାଇଁ ଏତିକି ଲକ୍ଷ୍ମୀ ବସ ବିଷୟରେ ଭିଡିଓଟି ଥିଲା। ତ ଆପଣ ମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ କହିବେ। ତ ମତେ ବିଜୟ ଦିଅନ୍ତୁ। ଜୟ ଜଗନ୍ନାଥ।